ମୋ ଏଇ ଜୀବनଟା ଶାଶୁ ନଣନ୍ଦ ସାଙ୍ଗରେ ବୁଲି ବୁଲି ପୁରା ସରିଗଲା। କିସ ମାନେ ଆରମ୍ଭ ହେଲା ଏଇ ତ ଜୀବନ। ଆଚ୍ଛା ଆଚ୍ଛା ତ ଆଜି କିଛି ଇମ୍ପୋର୍ଟାଣ୍ଟ କାମ ନାହିଁ, ଆମେ ସମସ୍ତେ ବାହାରି ପଡିଲୁ ବାଲିପଦା। ହେସ୍ ପାର୍ଟି ବି ଲାଗିଲାଣି। ତ ଏଇଟା ଆମର ସବୁଦିନିଆ କଥା। ଗାଡି ଆମର ପୁରା ଘାଇଁ ଘାଇଁ କିନା ଚାଲେ ଆଉ ରାଇଁ ରାଇଁ କିନା ଯାଇକି ପହଞ୍ଚି ଯାଇ ମାମୁର ଘର ବାଡି। ଏଣ୍ଡ ଏଇଠି ଦେଖନ୍ତୁ ଆମ ଝିଅକୁ, ବାହା ହେଇଥିଲେ ପୁରା ଘର ସମ୍ଭାଳିଥାନ୍ତା, କିନ୍ତୁ ଏଇଠି ବସିକି ଖେଳୁଛି ଗେମ୍। ଆଜି କାଲିକା ଯୁଗର ଝିଅ ମାନେ। କିନ୍ତୁ ପ୍ରକୃତରେ ନଣନ୍ଦଟା ମୋର ସୁନାମୁଣ୍ଡା, କିନ୍ତୁ ଭାଉଜଟା ଟିକେ ଖୋଳୁଆ ପ୍ରକୃତିର ଆଉ। ହଉ ସେ ଛାଡ, ଏ ଗୋଟେ ମିନିଟିଆ ବ୍ଲଗରେ ନିଜ ତାରିଫ ଆଉ କେତେ ବା କରିବି। ନଣନ୍ଦ ଭାଉଜ ଚାଲି ଆସିଛୁ ଗରମ ଦିନିଆ କିଣିତେ ନାଇଟି, ଯୋଉଟା କି ମୋର ମୋଷ୍ଟ ଫେଭରାଇଟ ଥିଙ୍ଗ। ଆଉ ଆପଣ ମାନେ ତ ଜାଣିଥିବେ ଜାତକରେ ଯୋଉ ବାହାରେ ଲଗ୍ନ ରାଶି ଗଣ, ଏଣ୍ଡ ରାଶି ମୋର ହେଲା ତୁଳା, ଆଉ ଲଗ୍ନ ହଉଛି ସ୍ୱାତି, ଆଉ ହଁ ଗଣଟା ହଉଛି ରାକ୍ଷସ ଗଣ। ତ ଖାସ ସେଇଥିପାଇଁ ମାର୍କେଟ ମୁଁ ଯାଏ ନ ଯାଏ, ଘରେ ଥାଏ ବାହାରେ ଥାଏ, ଘାଟରେ ଥାଏ ଦ୍ୱାରରେ ଥାଏ, ଯୋଉଠି ବି ଥାଏ ଭୋକ ମତେ ଏନି ଟାଇମ ଲାଗୁଥାଏ। ଆଉ ଯେହେତୁ ଆଜି ମୁଁ ମାର୍କେଟଟା ବାହାରିକି ଯାଇଛି, ନଣନ୍ଦ ରାଣୀକୁ ଟିକେ ପଟେଇ କହିଲି, ଏ ବର୍ଷା ଟିକେ ଖୁଆଇବୁନି ନା ବାହାରକୁ ଆଣିଛୁ। ଆଉ ସିଏ ଗଣ ତାର ରାକ୍ଷସ ହଉ ବା ନ ହଉ, ଭାଉଜ ସାଙ୍ଗରେ ରହି ରହି ଭାଉଜର ପ୍ରଭାବଟା ପୁରା ବହୁତ ଜୋରରେ ପଡିଛି। ଆଉ ମତେ ଲାଗେ ଖାସ ସେଇଥିପାଇଁ ବୋଧେ ମୁଁ ଯେବେଠୁ ଏ ଘରକୁ ବାହା ହେଇକି ଆସିଛି, ମୋ ବରଠୁ ବେଶୀ ମୋର ଏଇ ନଣନ୍ଦ ସାଙ୍ଗରେ ହିଁ ପଡେ। ଏଣ୍ଡ ବାସ୍ ଖାଇ ପିଇକି ଆସିକି ଆମେ ପହଞ୍ଚିଗଲୁ ମାମୁର ଘରେ। ଏଣ୍ଡ ଘରେ ଚାଲିଛି ଏବେ ବହୁତ ଜୋରରେ ଡିସ୍କସନ ରେ। କିସ ଭାବିଲି ଯା ପାନି କହିଗନି ଆଉ, ହଉ ବାଏ।